ଆଉ ଗାଁରେ ଯାଉ ଡାକିଥିଲେ ଆସ ଭାଇ ଏ ବାବୁ ତ୍ରେତୟା ଯୁଗରେ ରାମଚନ୍ଦ୍ରଙ୍କର ଭକ୍ତ ହନୁମାନ ବାନ୍ଧିଥିଲେ ସେତୁ ବନ୍ଧ। ଆପଣ ସେତୁ ବନ୍ଧ ବାନ୍ଧି ନାହାନ୍ତି, ଶିର ବନ୍ଧ। ପଦ କଣ ହଉଛି ସେ ଆଉ ତୁ, ନହେଲେ ହେଇଥାନ୍ତା ମୁକ୍ତୁ। ମୁଁ ଆଉ ତୁ ମୁଠୁଟା ସାଗରରେ ଶିର ବନ୍ଧ ବାନ୍ଧିଥିଲି ଦୂତ। ଯଦ୍ୟପି ମୁଖୁଟା ଦି ଚାରିଟା ଅକ୍ଷର ତାକୁ ଫସେଇକି ପିଆଇ ଦେଲେ ହେନ୍ତା ନହେଲେ ଖୋଇଦେଲେ ପିଆଇ ଦେଲେ ହବନି ଆଜ୍ଞା। କେତେ ବାଟିକି ପିଆଇ ଦେଲେ ହବନି ନାଇଁ। କେତେ କୋଟି ନାମ ହେଲା ଆଜ୍ଞା? ତୁମେ ଗଣୁଛ ପରା 6 କୋଟି ନାମ ହେଲା। 6 କୋଟି ନାମ ହେଲା। ନା କେତେଟା? ମୁଁ ତ ଗଣୁଥିଲି 10 ନାମ ସରିଗଲା। ନାଇଁ ନା 7ଟା ହେଲା। ହଁ 7 କୋଟି ନାମ ହେଲା, ଆଉ ରହିଲା 3 କୋଟି ନାମ। ଆଜ୍ଞା ଦୁଇ ହାତ ସମଭାବେ ପାରଳିତ ବିନ୍ଧେ ପାରଳିତ ବିନ୍ଧେ ତେଣୁ ସତ୍ୟ ଶାସୀଙ୍କର ନାମଟି ପ୍ରସିଦ୍ଧି। 8 କୋଟି ନାମ ହେଲା ଆଜ୍ଞା, ରହିଲା 2 କୋଟି ନାମ। ବିରଥା ଜମକୁ ହେ କରି ରାଇ ଦେହୁ ଧାରେ ବିରଥା ବୋଲି ନାମ ତେ ବିରଥା କରି ନାମ কথা হই আছে মহারা শ্রীহরে বিনতি কথা হই আছে মহারা অষ্টকে বিনতি তেনু করে মোর নাম হে আকাই বিনতি तू कुकुड़ा ମୁଁ ହଉଛି ପୁରା ଷଣ୍ଢ। पूरा षंढ ହଁ षंढ काम कौन जानी ହଁ ना षंढ को गुंडा तो बाहर सत्य भी षंढ हाँ। षंढ तोर को गुंडा अछि ଓଡିଆ एटा बेली खाइबाटा ହଁ ओके षंढ एति की खाउची ହଁ आज्ञा अच्छा तू जदी षंढ ହଁ खाइ पारछु ना खंड हम तो ଖାଉଛି ଆଜି ଶୋଉଛି। हां हम जानू षंढ काम किन देखे ହଁ ଖାଇଦେଲେ ଗୋଟେ ପାଞ୍ଚଟା ହଁ ଷଣ୍ଢ ଅଛନ୍ତି କୋଡ ମନ ଇଚ୍ଛା ଖାଇଦେବେ ଶିବଙ୍କର ଦରବାରରେ ଆଗ ଯାଇକି ପେଟେଇକି ରହିବେ ହଁ ଖାଇଦେଲେ ତୁ ତମେ ଏବେ ଖାଇବ ଗଲୁନୁ ହଁ ଏବେ କୋଡେ ଲିଙ୍ଗ ଭାତ୍ୟ ଯା ସେରେ ପେଟେଇକି ରହ ରହିଲେ ଖାଇଦେଲେ ଶୁଣ ଦବ ତାକି କହ ଦବ ଏ ଆମେ ବିକି ବିକି ହୋଉ। ଏହି ବଳି ଦର୍ଶନ ମହେ କହିଲି ସଭାର ସତୀରେ କ୍ଷମା କରିବା କାହେ ସାଧୁ ନର ତୁମେ ଏହି ପରିଦୂତ ହେ କର ପରିହାସ ତୁମେ ଏହି ପରିଦୂତ ହେ କର ପରିହାସ ପ୍ରଭାକୃତ ବସ ତୁମ ଚିର ଛେଦି ବସ ଆଜ୍ଞା ଏହିପରି ମୁଁ 10 ସ୍ଥାନରେ 10 ଗୋଟି ପ୍ରକାର କରି ସମାଧାନ କରିଅଛି ମୂର୍ଖ ନ ଜାଣି ନ ଶୁଣି କମା ପରି ପରି ଖାଲି ଝାଙ୍କି ପକଉଛ। କିବା କହୁଛି ହେଲା ଆଜ୍ଞା ଯେ ଆପଣଙ୍କ ମତରେ ହେଲା, କିନ୍ତୁ ମୋର ସଭାଜନଙ୍କ ମତରେ ଏବଂ ମୋ ମତରେ ଏ କଣ ଦେଖୁଛନ୍ତି ଏଇଟା ହଲା ହଲା କିଏ କହିଲେ ରେ ହରମ ଦେଖିଲି ବୋଲେ ରେ ମୋରା କରି ନଲେ ମଜା ମୂର୍ଖ, ଏଇଟା ହଲାଲ ନୁହଁ, ଏ ଅଛି ପୂର୍ବକାଳେ ତ୍ୱରୀ ମାନଙ୍କର ଅଭିନୟ। ହଁ ଏପରି କରୁଥିଲେ ମୁଁ ଟିକେ ବଜଉଛି ଆଜ୍ଞା। ଏଇଟା ଅଛି ଏ
কহিতে বিরে উল্লু কহিতে বিরে কুল্লু কহিতে বিরে কুল্লু কহিতে বিরে কুল্লু এ পুরা ধার বচন জনম হেলু কহিতে বিরে কুল্লু কার রে হ্যাঁ সবটা জাগিলা বেলো আচ্ছা দোরে খবর ଆଜ୍ଞା ଗୋଟେ କଥା ବୁଝି ପାରିଲି ଯୋଉ କହିଲ କଣ ହେଲା ନାହିଁ ଆପଣ କହିବାଟା ହେଲେ ନାହିଁ ମା ମାଉସୀ ମାନେ ମୁଁ ପିଲା ଦିଆ କରି ନା ମତେ ବଡ ହେଲେ କେତେ ବର୍ଷ ହବ 12 ବର୍ଷ ନା 13 ବର୍ଷ ହଁ 15 କି 16 ଧରେ ପିଲା ଦିଆ କରି ବୋଲି ଆପଣ ମତେ ଏମିତି ଠକନକ କରି କହିଲେ ଶୁଣିଆ ପିଲା ଆଉ କୁହନ୍ତୁ କେତେବେଳେ କୋଉ ସ୍ଥାନରେ କୋଉ କର୍ମ କରି କୋଉ ନାମକୁ ପାଇଛନ୍ତି ହଁ। ମତେ ପଚାରନ୍ତୁ କହିବା ପାଇଁ ପ୍ରସ୍ତୁତ